Good morning, students. Today I'll talk to you about the stress. Okay. So first we'll let us see that part interesting part. Stress is a universal phenomenon. That means stress will found me. Stress also found you, and stress also found everybody. So it is a universal phenomenon. All body has the stress. Okay. All body have stress. All people also experience it. Okay, so from the work persons become stress, from the any type of lessons the students will be become stress. So stress ହେଉଛି ଗୋଟେ ୟୁନିଭର୍ସାଲ ଫେନୋମେନନ୍, ମାନେ ଏହା ସମସ୍ତଙ୍କ ପାଖରେ ଦେଖାଯାଇଥାଏ ଏବଂ ସମସ୍ତ ଲୋକ ମଧ୍ୟ ଏହାକୁ ଫିଲ୍ କରନ୍ତି ବା ଏକ୍ସପିରିଏନ୍ସ କରିଥାନ୍ତି। ପ୍ୟାରେଣ୍ଟ also become stress when their children become raising of the children। ଯେତେବେଳେ ଛୁଆ ଗୁଡ଼ା ଅଧିକା ଘରେ ରହନ୍ତି ପ୍ୟାରେଣ୍ଟ ମାନେ ଷ୍ଟ୍ରେସ୍ ମଧ୍ୟ ହୋଇଯାଆନ୍ତି। ଦ ପିପୁଲ୍ସ ବିକମ୍ ଷ୍ଟ୍ରେସ୍ ଫ୍ରମ୍ ଦେୟାର ୱାର୍କ ଇନ୍ ଦ ୱାର୍କିଂ ଇନଷ୍ଟିଟ୍ୟୁସନ୍ସ, ୱାର୍କିଂ ପ୍ଲେସେସ୍। ଯେଉଁ ବ୍ୟକ୍ତି ଯେଉଁ କର୍ମୀମାନେ କାମ କରନ୍ତି ଯେକୌଣସି ଇନଷ୍ଟିଟ୍ୟୁସନ୍ ହେଉ ବା ଅର୍ଗାନାଇଜେସନ୍ ହେଉ, ସେମାନେ ମଧ୍ୟ କାମ ପାଇଁ ଷ୍ଟ୍ରେସ୍ ହୋଇଯାଆନ୍ତି। ଓକେ, it can be come from both positive or negative experience। ପଜିଟିଭ୍ ଏକ୍ସପିରିଏନ୍ସ ରୁ ମଧ୍ୟ ଆସିଥାଏ ଏବଂ ନେଗେଟିଭ୍ ଏକ୍ସପିରିଏନ୍ସରୁ ମଧ୍ୟ ଷ୍ଟ୍ରେସ୍ ଆସିଥାଏ। ଓକେ, ଏକ୍ସାମ୍ପଲ୍ ଏ ବ୍ରାଇଡ୍ ପ୍ରିପେୟାରିଂ ଫର୍ ଦେୟାର ୱେଡ଼ିଂ। ଯେତେବେଳେ ଝିଅ ଘର ହଉ କି ପୁଅ ଘର ହଉ, ସେମାନେ ଯେତେବେଳେ ୱେଡ଼ିଂ ପ୍ରିପାରେସନ୍ ମ୍ୟାରେଜ୍ ସେରେମନି ହୁଏ ତାଙ୍କର, ସେତେବେଳେ ଖୁସି ଏଇଟା କ'ଣ ପଜିଟିଭ୍ ଏକ୍ସପିରିଏନ୍ସ ଏଇଟା। ଓକେ, and when you join in the job, ଯେତେବେଳେ ଜବ୍ରେ ଜଏନ୍ କରୁଛ ସେଇଟା ମଧ୍ୟ ଗୋଟେ ପଜିଟିଭ୍ ଏକ୍ସପିରିଏନ୍ସ, କାରଣ ଏଥିରେ ଆମେ ଖୁସି ଥାଉ, ବଟ୍ ୱି ଫିଲ୍ ଦ ଷ୍ଟ୍ରେସ୍। ଓକେ, and a negative experience that is the when you lost the job and your family members among family members one member will be die। ଯେତେବେଳେ କ'ଣ ସଦସ୍ୟ ମରିଯାଆନ୍ତି କିମ୍ବା ତୁମ ଜବ୍ ଲସ୍ କର, ସେଇଟା ହେଉଛି ନେଗେଟିଭ୍ ଏକ୍ସପିରିଏନ୍ସ। ସେଥିରୁ ମଧ୍ୟ ଆମେ ଷ୍ଟ୍ରେସ୍ ଅନୁଭବ କରିଥାଉ। ଓକେ, and it is an uncomfortable or unfavorable part of the life, and we challenge from our environment, and that challenge our problem. Okay, if we resolve it, then our stress will also be resolved, otherwise we have stress। so stress ହେଉଛି ଗୋଟେ ହେଉଛି ଆମ ଲାଇଫ୍ରେ ଗୋଟେ ଅନଫେଭରେବଲ୍ ପାର୍ଟ, ଯେଉଁଥିରେ କି ପ୍ରତ୍ୟେକ ଅର୍ଗାନିଜମ୍ ଏନଭାରମେଣ୍ଟ ସହିତ ଚ୍ୟାଲେଞ୍ଜ କରି ଚାଲିଥାନ୍ତି। ଓକେ, ଯେତେବେଳେ ଏଇ ଚ୍ୟାଲେଞ୍ଜ ବା ପ୍ରୋବ୍ଲେମକୁ ଯଦି ଆମେ ସଂଘର୍ଷ କରି ଚାଲିବା, ତାହେଲେ ପରମୁହୂର୍ତ୍ତରେ ଆମେ ସର୍ଭାଇଭ୍ କରିପାରିବା, ନଚେତ୍ ଆମେ ଷ୍ଟ୍ରେସ୍ରେ ରହିଯିବା। ଓକେ, then comes the definition of stress। okay, so when stress also any characteristic of the environment and that create the threaten to the person demand। okay, and here the person makes a very difficult situation to meet their demand, because he will meet the needs insufficiently। okay, from environment any stimulus, any stressors when threaten the person demand, and person cannot meet their needs, and he will meet the needs insufficiently। okay, and that stimulus create the stress to the individual। ତ ଏନଭାରମେଣ୍ଟର ଯେକୌଣସି ଷ୍ଟ୍ରେସର ବା ଷ୍ଟିମୁଲସ୍ ଯାହାଦ୍ୱାରା କି ବ୍ୟକ୍ତିର ଡିମାଣ୍ଡକୁ ତାର ଡିମାଣ୍ଡକୁ ମିଟ୍ କରିପାରିନଥାଏ, ବା ବ୍ୟକ୍ତି ତାର ନିଡ଼କୁ ଠିକ୍ ଭାବରେ ପାଇପାରିନଥାଏ, ସେ ଇନସଫିସିଏଣ୍ଟଲି ବା ଲ୍ୟାକ୍ ହିସାବରେ ସେ ତାର ଡିମାଣ୍ଡ ଗୁଡ଼ିକୁ ଗ୍ରହଣ କରିଥାଏ ବା ନିଡ଼କୁ ମିଟ୍ କରିଥାଏ। ଓକେ, ଯେତେବେଳେ ସେ ନିଡ଼କୁ ଭଲ ଭାବରେ ମିଟ୍ କରିପାରିଲାନି ବା ତାକୁ ରିସିଭ୍ କରିପାରିଲାନି ଏବଂ ତାର ଡିମାଣ୍ଡକୁ ଫୁଲଫିଲ୍ କରିବା ପାଇଁ କୌଣସି ଥ୍ରେଟନ୍ ଆସିଗଲା ବା ସେ ଭୟଭୀତ ହୋଇଗଲା, ସେତେବେଳେ ଷ୍ଟ୍ରେସ୍ କଣ୍ଡିସନ୍ ତା ବଡ଼ି, ସେତେବେଳେ ସେ ଷ୍ଟ୍ରେସ୍ କଣ୍ଡିସନ୍ରେ ରହିଲା ବୋଲି ଆମେ କହିଥାଉ। ଓକେ,
and it is also arousal of mind and body in response to demand made upon them, according to the Schaffer in the year 2000. According to the psychologist Schaffer said that it is an arousal of mind and body. Stress causes the changes in the mind and body when the person cannot meet their demand. Okay. ଯେତେବେଳେ ବ୍ୟକ୍ତି କୌଣସି ତା'ର ଡିମାଣ୍ଡକୁ ମିଟ୍ କରିପାରିବେ ନାହିଁ, ତା'ର ନିଡ଼୍କୁ ମିଟ୍ କରିପାରେ ନାହିଁ, ସେତେବେଳେ ତା ବଡ଼ି ବା ମାଇଣ୍ଡରେ କିଛି ପରିବର୍ତ୍ତନ ଆସିଥାଏ। ଓକେ, ସେତେବେଳେ କ'ଣ ସେଇ ସିଚୁଏସନ୍କୁ ଆମେ ଷ୍ଟ୍ରେସ୍ କହିଥାଉ। ତ ପରିବର୍ତ୍ତନ ଆସିଲା ତା'ର ମାଇଣ୍ଡ ଆଉ ବଡ଼ିରେ କ'ଣ ହୁଏ ନା, ସେତେବେଳେ ଯେତେବେଳେ ସେ ଜବ୍ ପାଇବା ଆଶାରେ ଥିଲା, ତା ଜବ୍ ପଳେଇଲା, କିମ୍ବା ସେ ତା'ର କୌଣସି ଫ୍ୟାମିଲି ମେମ୍ବର ହଠାତ୍ କିନା ସଡ଼ନଲି ମୃତ୍ୟୁ ମୁଖରେ ପଡ଼ିଲେ, ତ ସେତେବେଳେ ତା'ର ମାଇଣ୍ଡ ବଡ଼ିରେ କିଛି ପରିବର୍ତ୍ତନ ହେଲା। ସେ ଯେତେବେଳେ କ୍ରାଇଂ କଲା ଏବଂ ସେ ମଧ୍ୟ ହାରାସମେଣ୍ଟ ହୋଇଗଲା। ଓକେ, ଆଉ ଯଦି ବ୍ୟକ୍ତି କୌଣସି କ୍ଷେତ୍ରରେ ଜବ୍ ପାଇଗଲେ କିମ୍ବା ତାଙ୍କୁ କୌଣସି ବ୍ୟକ୍ତିର ମ୍ୟାରେଜ୍ ହେଲା, ସେତେବେଳେ ସେ ଖୁସିରେ ମାନେ ହସିଥାଏ ଏବଂ ବହୁତ ଏକ୍ସାଇଟମେଣ୍ଟ ହୋଇଯାଏ। ତ ସେତେବେଳେ ମାଇଣ୍ଡ ଆଉ ବଡ଼ିରେ ଉପରେ ପରିବର୍ତ୍ତନ ଘଟିଥାଏ। ଓକେ, ତ ମାଇଣ୍ଡ ପରିବର୍ତ୍ତନ ହେଲା, ସେ ଖୁସି ରହିଲା ଏବଂ ବଡ଼ିରେ ପରିବର୍ତ୍ତନ ହେବା ଦ୍ୱାରା ସେ ତା'ର ବଡ଼ିକୁ ବିଭିନ୍ନ ପ୍ରକାର କାମରେ ନିୟୋଜନ କରିପାରିଲା। ଓକେ, ତ ଏଠି ଆମେ ଦେଖିଲେ ପଜିଟିଭ୍ ଏକ୍ସପିରିଏନ୍ସ ହେଉ ତା ନେଗେଟିଭ୍ ଏକ୍ସପିରିଏନ୍ସ ହେଉ, ବୋଥରେ ଷ୍ଟ୍ରେସ୍ ଆସିଥାଏ। ଓକେ, ଆଉ ସେଥିରେ ମାଇଣ୍ଡ ଆଉ ବଡ଼ି ଉଭୟର ପରିବର୍ତ୍ତନ ଘଟିଥାଏ। ଦେନ୍ କମ୍ ଟୁ ଦ ଷ୍ଟ୍ରେସର୍। Stressor is any stimulus in the environment that cause stress to the individual. Stressor ଗୋଟେ ଯେକୌଣସି ଷ୍ଟିମୁଲସ୍ ଏନଭାରମେଣ୍ଟରେ ହୋଇଥାଇପାରେ, ଯାହାକି ସେ ବ୍ୟକ୍ତିକୁ ଷ୍ଟ୍ରେସ୍ କଣ୍ଡିସନରେ ପହଞ୍ଚି ଦେଇଥାଏ। ଆମେ ଏଠି ଦେଖିବା ତିନୋଟି ମେଜର କ୍ୟାଟେଗୋରୀ ଷ୍ଟ୍ରେସର ରହିଛନ୍ତି। ଗୋଟେ ହେଉଛି କାଟାଷ୍ଟ୍ରୋଫିକ୍ ଇଭେଣ୍ଟ, second is the important life event, third is the daily hassles. First is the catastrophic events. So individual experience their stresses during the disaster period, like the earthquake, hurricanes, war, nuclear accident. earthquake ହଉ, ଭୂମିକମ୍ପ ହଉ, କିମ୍ବା ପ୍ରବଳ ଝଡ଼ ବା ତୋଫାନ ହଉ, ହରିକାନ୍ସ ହଉ କିମ୍ବା ଯୁଦ୍ଧ ହଉ, ସେହି ସମୟରେ କ'ଣ ହୁଏ, ବ୍ୟକ୍ତି ତା'ର ଯେଉଁ ଫିଲିଙ୍ଗଟା ତା ଭିତରେ ଆସିଥାଏ ସେଇଟା ଷ୍ଟ୍ରେସ୍ ଆମେ କହିଥାଉ। କାହିଁକିନା ସେଇଟାକୁ ସେ ଦେଖିଲା ମାନେ ସେ ଭୟଭୀତ ହୋଇଯାଏ ଏବଂ ବହୁତ ଟେନସନ୍ରେ ସେ ରହିଯାଏ। ତ ସେତେବେଳେ ବ୍ୟକ୍ତିର ମଧ୍ୟ ଷ୍ଟ୍ରେସ୍ କଣ୍ଡିସନ୍ରେ ରହିଥାଏ। ଏଥିରେ ବହୁତ ଫିଜିକାଲ୍ ଆଣ୍ଡ ସାଇକୋଲୋଜିକାଲ୍ ୱିଥ୍ ବଡ଼ି ଆଉ ମାଇଣ୍ଡରେ ପରିବର୍ତ୍ତନ ମଧ୍ୟ ଘଟେ। ଓକେ, ବ୍ୟକ୍ତି ବଡ଼ି ମାଇଣ୍ଡ ପରିବର୍ତ୍ତନ ଘଟେ, ସେ ଟ୍ରେମ୍ବଲିଂ ହେବାକୁ ଲାଗେ, ଭୟଭୀତ ହୋଇଯାଏ। ଓକେ, ଏବଂ ତା'ର ସେ ସବୁବେଳେ ପାଗଳାମୀ ଭାବରେ କାମ କରିଥାଏ। ଯେପରିକି ଯେତେ ଭୂମିକମ୍ପ ହେଲା, ସାଥି ତା ମାଇଣ୍ଡ ଭୂମିକମ୍ପକୁ ଦେଖିକି ସେ କ'ଣ କରେ ନା ସଡ଼ନଲି ଟ୍ରେମ୍ବଲିଂ ହେଇଯାଏ, ତା'ର ମାଇଣ୍ଡ କିଛି କାମ କରେ, ସେଇଠି କନଷ୍ଟାଣ୍ଟ ଉଠି ହେଇଥାଏ କିମ୍ବା ସେଇଠି ଭାବିବାକୁ ଲାଗେ। ଯୁଦ୍ଧ ହେଉ ବା ପ୍ରବଳ ଝଡ଼ ତୋଫାନ ହେଉ, ତ ସେ ତା'ର ବଡ଼ି ଫିଜିକାଲ୍ ସାଇକୋଲୋଜିକାଲ୍ ଷ୍ଟେଟ୍ ତା'ର ପରିବର୍ତ୍ତନ ଘଟିଥାଏ। ସେତେବେଳେ ସେ ଷ୍ଟ୍ରେସ୍ କଣ୍ଡିସନ୍ ରହିଥିଲା ବୋଲି କହିଥାଉ। ଦେନ୍ ଇମ୍ପୋର୍ଟାଣ୍ଟ ଲାଇଫ୍ ଇଭେଣ୍ଟ example, every person has a important life event through by which person feels stress or person go to the stress condition. Some stressors present in the environment that creates stress. Example, stress arising from the death of any family member, stress arising from the loss of a job, etc. And also another example is the breaking up a close friend. ଯେତେବେଳେ କ୍ଲୋଜ୍ ସାଙ୍ଗ ସହିତ କୌଣସି ଆମର ବ୍ରେକଅପ୍ ହୋଇଗଲା, କିମ୍ବା ଆମେ ଗୋଟେ ନ୍ୟୁ ସ୍କୁଲରେ ଜଏନ୍ କଲେ, ଆମେ ସେ ବିଷୟରେ ଜାଣିନେ, ତେଣୁ ଆମେ ଷ୍ଟ୍ରେସ୍ରେ ମଧ୍ୟ ରହିଲେ। ଦେନ୍ କମ୍ ଟୁ ଦ ଡେଲି ହାସଲ୍ସ. Daily hassles are simple minor irritants of the environment, that is noise, weather, pollution that create also tension to the person. ଆମର ଏନଭାରମେଣ୍ଟରେ ନଏଜ୍ ହେଉ, ପଲ୍ୟୁସନ୍ ହେଉ, ୱେଦର୍ ହେଉ, କିମ୍ବା ତୁମେ ସ୍କୁଲ ରିଲେଟେଡ଼୍ କୌଣସି ବି ଅସୁବିଧା ହେଲା, ସେଗୁଡ଼ା ସବୁ ଆମକୁ କ'ଣ କରନ୍ତି ନା ଷ୍ଟ୍ରେସ୍ କଣ୍ଡିସନରେ ପହଞ୍ଚାଇଥାନ୍ତି। ତ ଡେଲି ହାସଲ୍ସ ମଧ୍ୟ ମଣିଷକୁ ଷ୍ଟ୍ରେସ୍ କଣ୍ଡିସନରେ ପହଞ୍ଚାଇ ଦେଇଥାଏ। ଓକେ,
ଯଦି ଡେଲି ହାସଲ ବା ଯେଉଁ ମାଇନର ଇରିଟାଣ୍ଟସ୍ ଲାଇକ୍ ନଏଜ୍ ପଲ୍ୟୁସନ୍ ୱେଦର ବ୍ୟକ୍ତି ସବୁବେଳେ ତା ସହିତ ଆସୋସିଏଟ୍ ହେଇକି ରୁହେ, ତେବେ ବ୍ୟକ୍ତି ସାଇକୋଲୋଜିକାଲ ସିମ୍ପଟମ୍ ଆଜ୍ ୱେଲ୍ ଏଜ୍ ଦ ହେଲ୍ଥ ପ୍ରୋବ୍ଲେମ୍ ମଧ୍ୟ ରହିଥାଏ। ଓକେ, ଯଦି ଆମେ ସବୁବେଳେ ନଏଜ୍ ବା ପଲ୍ୟୁସନ୍ ଭିତରେ ରହିବା ଏବଂ ବ୍ୟାଡ଼୍ ୱେଦର ରହିବା, ତାହେଲେ ଆମର ସୋର୍ ଥ୍ରୋଟ୍ ହୁଏ, ଥ୍ରୋଟ୍ ଗଳାରେ ଆମ ଗଳାରେ ଡିସ୍କମ୍ଫର୍ଟ ଫିଲ୍ ହୁଏ। ଓକେ, ଏବଂ ଫ୍ଲୁ ହୁଏ, ବ୍ୟାକ୍ ହୁଏ। ଓକେ, ଫ୍ଲୁ ବ୍ୟାକ୍ ଭଳିଆ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟ ଆମକୁ ହୋଇଥାଏ। ଓକେ, ତ ଫ୍ଲୁ ହେଲା ଗୋଟେ ଭାଇରାଲ ଇନଫେକ୍ସନ୍ ଯେଉଁଟାକି ଆମ ରେସ୍ପିରେଟରି ସିଷ୍ଟମ୍ ଆଫେକ୍ଟ କରେ ଏବଂ ବ୍ୟାକ୍ ଆଗରେ କ'ଣ ହୁଏ ନା ଆମେ ବ୍ୟାକ୍ ସାଇଡ଼୍ରେ ଫିଜିକାଲ ଡିସ୍କମ୍ଫର୍ଟ ଫିଲ୍ କରୁ ବା ପେନ୍ ଫିଲ୍ କରୁ। ବ୍ୟାକ୍ ସାଇଡ଼୍ କିମ୍ବା ସ୍ପାଇନ୍ରେ ଆମେ କିଛି ପ୍ରୋବ୍ଲେମ୍ ବା ପେନ୍ ଫିଲ୍ କରୁ। ତ ଫ୍ଲୁ, ବ୍ୟାକ୍ ଏକ୍ ଆଣ୍ଡ ସୋର୍ ଥ୍ରୋଟ୍ ଭଳି ଡିଜିଜ୍ ହୋଇଥାଏ। ଓକେ, ଦେନ୍ କମ୍ ଟୁ ଦ ଅପଲିଫ୍ଟସ୍। So negative experiences that causes painful situations to the persons, but some minor positive events causes the person feel good। କିଛି ପଜିଟିଭ୍ ଜିନିଷ ଅଛି ଯେଉଁଟାକି ବ୍ୟକ୍ତିକୁ ଭଲ ଲାଗେ। ଓକେ, when persons always close to their lover or friend and person when completing a task, okay, so that these are the opposite of the hassles। okay, तो अपलिफ्टରେ କ'ଣ ହୁଏ ନା ବ୍ୟକ୍ତି ପଜିଟିଭ୍ ଏକ୍ସପିରିଏନ୍ସ ଦ୍ୱାରା ହାପିରେ ରୁହେ। ସେ ସବୁବେଳେ ଗୋଟେ କ୍ଲୋଜ୍ ଫ୍ରେଣ୍ଡ ସହିତ ବା ଲଭର୍ ସହିତ ଆଟାଚ୍ ହେଇକି ରୁହେ। ତା'ର ଟାସ୍କ ମଧ୍ୟ କମ୍ପ୍ଲିଟ୍ କଲା ପରେ ମଧ୍ୟ ସେ ପଜିଟିଭ୍ ଫିଲିଂ ତା ଭିତରେ ଆସେ। ସେଥିରେ ଷ୍ଟ୍ରେସ୍ ଥାଏ କିନ୍ତୁ ବଟ୍ ପଜିଟିଭ୍ ଫିଲିଂ ଆସେ ଏବଂ ଏଥିରେ ଇଏ ହେଉଛି ଆମର ହାସେଲର ଅପୋଜିଟ୍, ତାକୁ ଆମେ ଅପଲିଫ୍ଟ କହିଥାଉ। ଆମେ ଷ୍ଟ୍ରେସ୍ ବିଷୟରେ ଡିସ୍କସନ୍ କରିଥିଲେ। ଷ୍ଟ୍ରେସ୍ ତ ଆମେ ଜାଣିଲେ ଯେ ଇଟ୍ ଇଜ୍ ଏନି କ୍ୟାରେକ୍ଟରିଷ୍ଟିକ୍ ଅଫ୍ ଦ ଏନଭାୟରନମେଣ୍ଟ ଦ୍ୟାଟ୍ ଥ୍ରେଟନ୍ ଦ ପର୍ସନ୍ ଡିମାଣ୍ଡ and person cannot meet their needs, that is causes stress to the individual। So that stress is a simple reaction to a stimulus that disturb our physical mental equilibrium। ତ ଗୋଟେ ବଡ଼ିର ଯେତେବେଳେ କୌଣସି ଷ୍ଟିମୁଲସ୍ ପ୍ରତି ରିଆକ୍ସନ୍ ହେବ, ସେତେବେଳେ ଆମ ବଡ଼ିର ଫିଜିକାଲ୍ ବା ମେଣ୍ଟାଲ ବାଲାନ୍ସରେ ଡିଷ୍ଟର୍ବାନ୍ସ ଘଟିଥାଏ, ସେତେବେଳେ ଆମେ ଷ୍ଟ୍ରେସ୍ ଫିଲ୍ କରିଥାଉ। ଓକେ, ତ ଷ୍ଟ୍ରେସ୍ ଇଜ୍ ଏ ସିମ୍ପଲ୍ ରିଆକ୍ସନ୍ to stimulus that disturbs physical and mental equilibrium of the person। okay, then come to the stress cycle। how stressors causes stress to the individual। this occurs through by the a cycle, this is known as stress cycle। so first is that stressor that causes stress and reaction to stress occurs, then reaction to stress causes wear and tear of a body and as well as the organ system, then that leads to the reduced optimal health, then that leads to increased sensitivity to stress। so these are the cycling of the stress cycle। okay, so first is the stressor। already I had said that stressor is any stimulus that causes stress to the individual and individual experience stress। ତ ଷ୍ଟ୍ରେସର ହେଉଛି ଗୋଟେ ଏନଭାୟରନମେଣ୍ଟ ଯେକୌଣସି ଷ୍ଟିମୁଲସ୍ ତାହା ବ୍ୟକ୍ତିର ଷ୍ଟ୍ରେସ୍ କ୍ରିଏଟ୍ କରିବାରେ ହେଲ୍ପ କରେ। ଓକେ, ତା ଷ୍ଟ୍ରେସ୍ ତିଆରି କରିଥାଏ ଇଣ୍ଡିଭିଜୁଆଲ୍ ବଡ଼ିରେ। ଏବଂ ଷ୍ଟ୍ରେସର ମଧ୍ୟ ଏହା ପଜିଟିଭ୍ ହୋଇଥାଇପାରେ, ନେଗେଟିଭ୍ ହୋଇଥାଇପାରେ। ପଜିଟିଭ୍ରେ ମୁଁ କହିଲି when a bride preparing their wedding and a student going to the schools, okay, joining the new school and a graduate early joined in the work, and these are the positive experience of the persons, but person feel the stress। so persons also feel stress in the negative experience like the when she lost the any loved ones, and also when individuals lost their job, that is the negative experience। so lost job is a stressor that causes stress to the persons। okay,
Marriage also another type of stressor that causes tension, but it includes the positive experience. So positive experience and negative experience ଭିତରେ stressor ଗୁଡ଼ା ରହିଲେ ଯେମିତି ମ୍ୟାରେଜ୍ ଯେତେବେଳେ ଗୋଟେ ବର ଯେତେବେଳେ ବାହା ହେବାକୁ ଯାଉଛି ତ ଖୁସି ହେଉଛି ବଟ୍ ଷ୍ଟ୍ରେସ୍ରେ ରହୁଛି, ତ ଏଇଠି ମ୍ୟାରେଜ୍ ହେଲା ଗୋଟେ ଷ୍ଟ୍ରେସର୍। ସେମିତି ଜଣେ ଜବ୍ ହରଉଛି, ତ ଜବ୍ ହେଉଛି ଏଠି ମଧ୍ୟ ଲସ୍ ଅଫ୍ ଜବ୍ ହେଉଛି ଗୋଟେ ଷ୍ଟ୍ରେସର୍। ଇଏ କ'ଣ କରନ୍ତି ନା ବ୍ୟକ୍ତିକୁ ଷ୍ଟ୍ରେସ୍ କଣ୍ଡିସନରେ ପହଞ୍ଚାଇ ଦିଅନ୍ତି। ହାଉ ଟୁ ରିଡ୍ୟୁସ୍ ଷ୍ଟ୍ରେସ୍, ଆମେ ଷ୍ଟ୍ରେସ୍ କେମିତି ଆମ ଷ୍ଟ୍ରେସ୍କୁ କେମିତି କମାଇ ପାରିବା? ଯେତେବେଳେ ଆମେ ଷ୍ଟ୍ରେସ୍କୁ ମ୍ୟାନେଜ୍ କରିପାରିବା ସେତେବେଳେ ଆମେ ଷ୍ଟ୍ରେସ୍ କଣ୍ଡିସନକୁ ରିଡ୍ୟୁସ୍ କରାଇପାରିବା। ଆମେ ଜାଣିପାରିବା ଯେ ଆମ ଲାଇଫ୍ର ଇମ୍ପୋର୍ଟାଣ୍ଟ କ'ଣ ସେ ବିଷୟରେ ଜାଣିବା ଏବଂ ଷ୍ଟ୍ରେସ୍କୁ ମ୍ୟାନେଜ୍ କରିପାରିଲେ ଆମର ଷ୍ଟ୍ରେସ୍ ରିଡକ୍ସନ୍ ହୋଇପାରିବ। ଓକେ, ଆମେ ସବୁବେଳେ ସିମ୍ପଲ୍ ଲିଭିଂ, ଲର୍ଣ୍ଣିଂ ଏସେଟ୍ରା ଏଗୁଡ଼ାକ ମଧ୍ୟ ଆମେ ଧ୍ୟାନ ଦେବା କେମିତି ବଞ୍ଚିବା ଶୈଳୀ ଆମର କ'ଣ ରହିବା ଉଚିତ, ଆମ ଲାଇଫ୍ର ଇମ୍ପୋର୍ଟାଣ୍ଟ କ'ଣ ରହିବା ଉଚିତ, ଆମେ ଷ୍ଟ୍ରେସ୍କୁ କେମିତି ମ୍ୟାନେଜ୍ କରିପାରିବା, ତାହେଲେ ଆମର ଷ୍ଟ୍ରେସ୍ ରିଡ୍ୟୁସ୍ ହୋଇପାରିବ। ଏକ୍ଜାମ୍ପଲ୍ ଗୋଟେ କହିବା ଯେ ମୁଁ କୌଣସି ଗୋଟେ କାମକୁ କରିବାକୁ ଯାଉଛି, ମନେକର ବ୍ୟାଡ଼ମିଣ୍ଟନ୍ ଖେଳିବାକୁ ଯାଉଛି, ତ ବ୍ୟାଡ଼ମିଣ୍ଟନ୍ ଖେଳିବାକୁ ମୋତେ ଆସିନାହିଁ, ତ ସାଙ୍ଗମାନେ ମୋତେ ଆସିନାହିଁ ଯେହେତୁ, ତ ଯେତେବେଳେ ମୁଁ ସାଙ୍ଗମାନଙ୍କ ସହିତ ଖେଳିଲି ତ ସଠିକ୍ ଖେଳିପାରିଲି ନାହିଁ, ତ ସେଇଠି ମୋତେ ଷ୍ଟ୍ରେସ୍ ଆସିଲା ଯେ ମୁଁ ଖେଳିପାରୁନାହିଁ। ତ ସେଥିରେ କ'ଣ କରୁଛି, ଷ୍ଟ୍ରେସ୍କୁ ମ୍ୟାନେଜ୍ କରିବା ପାଇଁ ହେଲେ ଆଜି ନହେଲେ ଷ୍ଟ୍ରେସ୍କୁ ମ୍ୟାନେଜ୍ କରିବା ପାଇଁ ହେଲେ କ'ଣ କରିବି ନା ଆଜି ନହେଲେ ନାହିଁ ପରଦିନ ତ ଖେଳିପାରିବି। ଓକେ, ଆଉ ପ୍ରାକ୍ଟିସ୍ କଲେ ମଧ୍ୟ ହେଇପାରିବ, ମାସେ କି 1.5 ମାସ ଲାଗୁ କି 2 ବର୍ଷ ଲାଗୁ ତ ହେଇପାରିବ। ତ ଏଇ ଦ୍ୱାରା ଆମେ ଷ୍ଟ୍ରେସ୍ ମ୍ୟାନେଜ୍ କରି ହେଲା। ଓକେ, ଆଣ୍ଡ ସିମ୍ପଲ୍ ଲିଭିଂରେ ମଧ୍ୟ ସିମ୍ପଲ୍ ଷ୍ଟାଇଲ୍ରେ ବଞ୍ଚିବା। ଯଦି ଆମର ଧର ମନି ନାହିଁ, ତ ମନି ଗୋଟେ ଷ୍ଟ୍ରେସ୍ ଯେଉଁଟାକି ବ୍ୟକ୍ତିକୁ କୌଣସି କାମ କରିବା ପାଇଁ ବାଧ୍ୟ କରାଏ। ଓକେ, ତ ସିମ୍ପଲ୍ ଷ୍ଟାଇଲ୍ରେ ଯେତିକି ମନି ଯେତିକି କାମ କଲେ ଯେତିକି ମିଳିଲା ସେଥିରେ ଆମେ ଖୁସି ରହିବା, ତ ଏଇ ହିସାବରେ ଆମେ ଷ୍ଟ୍ରେସ୍କୁ କମାଇ ପାରିବା। ଦେନ୍ କମ୍ ଟୁ ଦ reaction to stress. When stressor contact our body, then person goes to the stress condition. Okay, and when person feels stressed from the stressor, the body begins to release chemical to control the stressor. Okay, ତ ଇନ୍ ଦ ରିଆକ୍ସନ୍ ଷ୍ଟ୍ରେସ୍ରେ କ'ଣ ହୁଏ ନା ବ୍ୟକ୍ତି ଯେତେବେଳେ କୌଣସି ଷ୍ଟ୍ରେସର ସହିତ କଣ୍ଟାକ୍ଟରେ ଆସିଲା ସେତେବେଳେ ବ୍ୟକ୍ତି ଷ୍ଟ୍ରେସ୍ କଣ୍ଡିସନକୁ ଚାଲିଗଲା। ଓକେ, ତ ସେତେବେଳେ କ'ଣ ହେଲା ନା ବଡ଼ିରୁ କିଛି ବଡ଼ି ରିଆକ୍ସନ୍ ହେଲା ଏବଂ ସେଥିରେ କିଛି କେମିକାଲ୍ ରିଲିଜ୍ ହେଲା ବଡ଼ିର ଷ୍ଟ୍ରେସ୍ କଣ୍ଡିସନକୁ କଣ୍ଟ୍ରୋଲ୍ କରିବା ପାଇଁ ହେଲା। ତ ସେତେବେଳେ କ'ଣ କରୁଛେ ନା ଆମେ କାହାକୁ ଯେତେବେଳେ ଡାକୁଛେ ହେଲ୍ପ କରିବା ପାଇଁ, ସ୍ପିରିଚୁଆଲ୍ ପ୍ରାକ୍ଟିସ୍ କରୁଛେ, ପ୍ରେୟାର କରୁଛେ, ମେଡ଼ିସିନ୍ କରୁଛେ। ଓକେ, ଆଣ୍ଡ କଗ୍ନିଟିଭ୍ ବିହେଭିୟର ଥେରାପି ମଧ୍ୟ ଆପ୍ଲାଏ କରୁଛେ। ଏଇଟାକୁ କଗ୍ନିଟିଭ୍ ବିହେଭିୟର ଥେରାପି ଗୋଟେ ଟେକ୍ନିକ୍ ଯେଉଁଥିରେ କି ଲୋକଙ୍କୁ ଏକ ନ୍ୟୁ ବିହେଭିୟର କରିବା ପାଇଁ ହେଲ୍ପ କରେ। ଓକେ, ତାଙ୍କର ଯେଉଁ ଥଟ୍ ପାଟର୍ନ ଅଛି ସେଟାକୁ ଚେଞ୍ଜ ହେଇଯାଏ ଏବଂ ଗୋଟେ ନ୍ୟୁ ବିହେଭିୟର ସହିତ ଆଡପ୍ଟ ହେଇଯାଆନ୍ତି କଗ୍ନିଟିଭ୍ ବିହେଭିୟର ଥେରାପି ଦ୍ୱାରା। ଓକେ, ଦେନ୍ ରିଫ୍ରେମିଂ ଦ ପ୍ରୋବ୍ଲେମ୍। ରିଫ୍ରେମିଂ ପ୍ରୋବ୍ଲେମ୍ରେ କ'ଣ ହୁଏ ନା ବ୍ୟକ୍ତି ତା'ର କରେଣ୍ଟ ପ୍ରୋବ୍ଲେମ୍ କ'ଣ ରହିଛି ତାକୁ ବିଭିନ୍ନ ପର୍ସପେକ୍ଟିଭ୍ ଭ୍ୟୁରେ ଦେଖେ ଏବଂ ତା'ର ସଲ୍ୟୁସନ୍ ବାହାର କରିଥାଏ। So these are the procedures for reducing the reaction to stress. Again I would say that what is the reaction to stress? When any stimulus contact with the body becomes stress. So chemicals released from the body to control the stress. ତ ବଡ଼ିରେ ଯେତେବେଳେ କୌଣସି ଷ୍ଟିମୁଲସ୍ କଣ୍ଟାକ୍ଟରେ ଆସିଲା, କୌଣସି ଷ୍ଟିମୁଲସ୍ ଏନ୍ଭାଇରନମେଣ୍ଟର ବଡ଼ିର କଣ୍ଟାକ୍ଟରେ ଆସିଲା ସେତେବେଳେ ବଡ଼ିର ଷ୍ଟ୍ରେସ୍ କଣ୍ଡିସନ୍ ଆସିଲା ଏବଂ ବଡ଼ିରୁ କ'ଣ କେତେ ଗୁଡ଼ିଏ କେମିକାଲ୍ ରିଲିଜ୍ ହୁଅନ୍ତି ବଡ଼ିର ଷ୍ଟ୍ରେସ୍ କଣ୍ଡିସନକୁ କଣ୍ଟ୍ରୋଲ୍ କରିବା ପାଇଁ। ତ ଏଇ ହିସାବରେ ଆମର ବଡ଼ିର ଷ୍ଟ୍ରେସ୍ କଣ୍ଟ୍ରୋଲ୍ ହୋଇଥାଏ। ତ ଆମର ବଡ଼ିର ଯେଉଁ ରିଆକ୍ସନ୍ ଟୁ ଷ୍ଟ୍ରେସ୍, ଯେତେବେଳେ ଷ୍ଟିମୁଲସ୍ କଣ୍ଟାକ୍ଟରେ ବଡ଼ି ଆସିଲା
तो से बॉडी स्ट्रेस कंडीशन क्रिएट है तो से स्ट्रेस कंडीशन रिएक्शन और स्ट्रेस कंडीशन को कमेवाई आम कौन कर ना कहार साहाଯ୍य मागी था आस्किंग एनी हेल्प आम कग्निटिव बिहेवियर थेरापी अप्लाई कर थॉट पैटर्न को चेंज कर एक न्यू बिहेवियर आम न्यू थॉट रे आम चली था से समय एवं आम करंट प्रोब्लेम जहाँ रही डिफरेंट पर्सपेक्टिव व्यू रे आम देखी था आम ताको सॉल्व करी था ओके then come to the wear and tear on the body and organ system okay we know that stressor causes stress to the individual if we do not reduce the stressor or we cannot avoid the stressor then body goes to the erosion conditions through by the stress ଯେତେବେଳେ ଆମେ କ'ଣ ଯେତେବେଳେ ଆମେ ଷ୍ଟ୍ରେସର ଗୁଡ଼ିକୁ କମେଇ ପାରିବାନି ବା ତାକୁ ରୋକି ପାରିବାନି ତାହେଲେ ଆମର ଷ୍ଟ୍ରେସ୍ କଣ୍ଡିସନଟା ଧୀରେ ଧୀରେ ବଢ଼ି ଯାଇଥାଏ ଏବଂ ବଡ଼ି ବହୁତ ଖରାପ ଅବସ୍ଥାକୁ ଗତି କରିଥାଏ ଓକେ ଏବଂ ସେତେବେଳେ ବ୍ୟକ୍ତି କ'ଣ କରେ ଫିଲ୍ କରେ ଯେ ତାର କିଛି ଏନର୍ଜି ସେ ହରାଇ ସାରିଛି ଓକେ ଏବଂ କନଫିଡେନ୍ସ ମଧ୍ୟ ହରାଇ ସାରିଛି ପର୍ସନ୍ ଗୋସ୍ ଟୁ ଇନ୍ ଦ ୱିୟର୍ ଡାଉନ୍ ଷ୍ଟେଜ୍ ଓକେ then what are the remedies for maintain the wear and tear on the body that we do the regular exercise we take the healthy diet do the medicines yoga etc all activities also help with the induce of the physical as well as the mental health then come to the reduced optimal health ଯେତେବେଳେ କ'ଣ ହୁଏ ନା ବ୍ୟକ୍ତି when individual goes to the chronic stress then persons has high blood pressure heart problem diabetes skin disorder etc so that at that time he or she should consulting the allopathy or homeopathy doctor or neuropathic then whatever the medications are planned will be required to enhance their health so then the reduced optimal health तो reduced optimal health कौन जितने व्यक्ति गोटे क्रोनिक स्ट्रेस कंडीशन रे चलीगला तार बॉडी वियर टियर कंडीशन को आसला तापर से कौन करे तार क्रोनिक स्ट्रेस जदि से स्ट्रेस कंडीशन को न कमाइला ताले से स्ट्रेसटा रहीगला क्रोनिक स्टेज को गतिगला से व्यक्ति तार एनर्जी व्यक्ति को फील लगे तार से एनर्जी हर बस तार कॉन्फिडेंस हर बस ओके तो बहुत गुड डिजीज ताको अटैक कले यथा हार्ट तार हाई ब्लड प्रेशर होगला तार हार्ट प्रॉब्लम होगला कंजेस्टिव हार्ट फेल्योर होगला स्किन डिजॉर्डर है आस्थमा होगला आर्थराइटिस आस्थमा है गोटे रेस्पिरेटरी डिजॉर्डर एंड आर्थराइटिस द जॉइंट इन्फ्लेमेशन जॉइंट पेन है डिप्रेशन है ओके से व्यक्ति कौन कला ना एलोपैथी आयुर्वेदिक होमियोपैथी डॉक्टर पाखक कंसल्ट करने जाए ओके एवं तार कौन से मेडिसिन खाइब कि तार हेल्थ इम्प्रूव किसी प्लान तैयारी करे देन इनक्रीज्ड सेंसिटिविटी टू स्ट्रेस जिते व्यक्तिर बॉडीर जिते वेट एंड कंडीशन गला जिते बॉडी फील कले तार एनर्जी ना तार एनर्जी पावर धीरे धीरे कमी आसुची स्ट्रेस कंडीशन रोचे एवं तार कॉन्फिडेंस पावरटा कमी जाऊँगी व्यक्ति कौन हो बहुत टायर्ड कंडीशन को पलाऊँगी से कौन हुए ना सेंसिटिव टू स्ट्रेस व्यक्ति स्ट्रेस कंडीशन को व्यक्ति धीरे धीरे कौन हुए ना स्ट्रेस प्रति बहुत तार सेंसिटिविटी धीरे धीरे बढ़ी जाए कहीं से जानूँ मोर कॉन्फिडेंस ना मोर स्ट्रेस कंडीशन बढ़ी जाऊँगी व्यक्तिर स्ट्रेस कंडीशन सहित धीरे धीरे बढ़ी जाए जदि तार से क्रोनिक स्ट्रेस को कमी पाइलानी रेड्यूस ऑप्टिमल हेल्थ रे से स्ट्रेस कंडीशन को कमी पाइला नहीं एवं डॉक्टर एलोपैथिक डॉक्टर सहित कंसल्ट कलापर भी कमिलानी तो सी तार धीरे धीरे स्ट्रेस कंडीशन सहित सिचुएशन सहित तार सेंसिटिविटी धीरे धीरे बढ़ी जाए ओके then come to the effect of stress then in the immediate effect of stress first is the behavioral changes
ଯେତେବେଳେ ବ୍ୟକ୍ତିର କ'ଣ ହୁଏ ନା ଷ୍ଟ୍ରେସ୍ କଣ୍ଡିସନରେ ଥାଏ ତା'ର ବହୁତ ଗୁଡ଼ିଏ ବିହେଭିଅର ଚେଞ୍ଜେସ୍ ଘଟିଥାଏ। ଯେମିତିକି ବ୍ୟକ୍ତି ଧୀରେ ଧୀରେ ନର୍ଭସ୍ ହେଇଯାଏ, କାହିଁକିନା ତା'ର କ୍ରୋନିକ୍ ଷ୍ଟ୍ରେସ୍ଟା ଯେତେବେଳେ କ୍ରୋନିକ୍ ଷ୍ଟ୍ରେସ୍ କଣ୍ଡିସନକୁ ଚାଲି ଯାଇଥାଏ ସେତେବେଳେ ଦ ଇଣ୍ଡିଭିଜୁଆଲ୍ ଅଲସୋ ହ୍ୟାଭ୍ ଦ ସାଇନ୍ ଅଫ୍ ଦ ନର୍ଭସନେସ୍। ସେ ନର୍ଭସନେସ୍ ଫିଲ୍ କରେ, ତାକୁ ହେଲ୍ପଲେସନେସ୍ରେ କିଛି ସେ ଭାବେ ଯେ କିଛି ତାକୁ ସାହାଯ୍ୟ ମିଳୁନାହିଁ ଏବଂ ସେ ସବୁବେଳେ ପାରାଲାଇଜ୍ଡ ଥିଙ୍କିଙ୍ଗ ଓଭର ଥିଙ୍କିଙ୍ଗ ସବୁବେଳେ କରେ, ଯେକୌଣସି ଜିନିଷ ଭାବେ ସେ ବହୁତ ବାଟ ଆଗକୁ ଭାବିଥାଏ। ଓକେ, ଆଣ୍ଡ ପର୍ସନ୍ ଗୋସ୍ ଟୁ ଦ ପାନିକ୍ ରିଆକ୍ସନ୍, ସି ବିକମ୍ସ ଦ ଫିୟରଫୁଲ୍ ସିଚୁଏସନ୍ସ। ଓକେ, and persons also feel the tired and he can't solve any problem, unable to decide and overeating also show the overeating behavior। so behavioral changes ରେ ବ୍ୟକ୍ତି କ'ଣ କରେ ନା ସବୁବେଳେ ଓଭର ଥିଙ୍କିଙ୍ଗ କରେ, ପାରାଲାଇଜ୍ଡ ଥିଙ୍କିଙ୍ଗ କରେ, ଅଧିକା କଥା ଆଗକୁ ଭାବି ଯାଇଥାଏ ଯେ କ'ଣ ହେବ କ'ଣ ନାହିଁ। ତାର କୌଣସି ଗୋଟେ ଫ୍ୟାମିଲି ମେମ୍ବର ଡେଥ୍ ହେଇଗଲେ ତ ସେ ଚିନ୍ତା କରିବନି ଯେ ସେ ଫ୍ୟାମିଲି ମେମ୍ବର ତମ ସଦସ୍ୟ ଡେଥ୍ ହେଇଗଲା ତ ଆଗକୁ ସେ କ'ଣ କରିବ। ଏଇଭଳି ଭାବରେ ସେ କ'ଣ ଡିସାଇଡ଼ ଠିକ୍ରେ କରିପାରେନି, କ'ଣ ସଲ୍ଭ କିଛି କରିପାରେନି, ଅନଏବଲ୍ ଟୁ ଡିସାଇଡ଼। ଓକେ, ଏବଂ ସବୁବେଳେ ସେ ଏକଲା ଏକଲା ଫିଲ୍ କରେ, ଲୋନଲିନେସ୍ ଅର୍ ହେଲ୍ପଲେସନେସ୍ ଏବଂ ବିକମ୍ସ ନର୍ଭସନେସ୍ becomes a panic, go to the panic stage and he also become fearfulness। ସବୁବେଳେ ସେ ପାନିକ୍ ସିଚୁଏସନ୍ ଘଟି ଚାଲି ଯାଇଥାଏ ଏବଂ ସବୁବେଳେ ଭୟ ଭିତରେ ରହିଥାଏ। ଦେନ୍ ଫିଜିଓଲୋଜିକାଲ ଚେଞ୍ଜେସ୍, ଯେତେବେଳେ ବ୍ୟକ୍ତି କ୍ରୋନିକ୍ ଷ୍ଟ୍ରେସ୍ କଣ୍ଡିସନରେ ଆସିଥାଏ ସେ ଗୁଡ଼ିଏ ସିମ୍ପଟମ୍ ମଧ୍ୟ ଦେଖାଯାଇଥାଏ। ଓକେ, ତା'ର ମସ୍କୁଲାର ଟେନସନ୍ ବା ମସ୍କୁଲାର ପେନ୍ ବା ମସ୍କୁଲାର ଷ୍ଟିଫନେସ୍ ଅଲସୋ ଇନକ୍ରିଜ୍ଡ, ତା'ର ମସଲ୍ ପେନ୍ କ୍ରିଏଟ୍ ହୁଏ, କାହିଁକିନା ତା'ର ମସଲ୍ ରିଲାକ୍ସେସନ୍ ଠିକ୍ ରୁହେ ନାହିଁ, ମସଲ୍ ଟେନସନ୍ ରହିଯାଇଥାଏ। ଓକେ, ହୋଇଯାଏ, କାହିଁକିନା ସେ ଟେନସନ୍ କଣ୍ଡିସନ୍ ଆସିଲେ ସବୁ ବିଭିନ୍ନ ପ୍ରକାର ଡିଜିଜ୍ ମଧ୍ୟ ବଡ଼ିକୁ ଆଟାକ୍ କରେ, ତେଣୁ ମସ୍କୁଲାର ଟେନସନ୍ ମଧ୍ୟ ବଢ଼ିଯାଏ ଏବଂ ଅଲସୋ ଇନକ୍ରିଜ୍ ଦ ହାର୍ଟ ବିଟ୍, ବ୍ଲଡ଼ ପ୍ରେସର, ପଲ୍ସ ରେଟ୍ ଅଲସୋ ଇନକ୍ରିଜ୍। ନର୍ମାଲି ଚିନ୍ତା କରିବା ଯେତେବେଳେ ଆମେ ଷ୍ଟ୍ରେସ୍ କଣ୍ଡିସନରେ ରହିଯାଇଥାଉ, ଆଇଦର ଆମକୁ କୌଣସି ଗୋଟେ କାମ କରିବାକୁ ଦିଆହେଲା ତ ଆମେ କାମ କରିବାନି, ଷ୍ଟ୍ରେସ୍ କଣ୍ଡିସନ୍ ଚାଲିଯାଉ, ଜବ୍ ଲସ୍ ହେଲା କିମ୍ବା କୌଣସି ଫ୍ୟାମିଲିର କୌଣସି ବ୍ୟକ୍ତି ଏକ୍ସପାର୍ଟ କରିଗଲେ ତ ସେହି ସମୟରେ ଆମର ହାର୍ଟ ବିଟ୍ ବଢ଼ିଯାଏ, ବ୍ଲଡ଼ ପ୍ରେସର ବଢ଼ିଯାଏ। ଓକେ, ଠିକ୍ରେ ଡାଇଜେସନ୍ ହୁଏନି କିମ୍ବା ଏଲିମିନେସନ୍ ପାଟର୍ନ ଠିକ୍ ରୁହେନି, ରେଗୁଲାର ବାଉଲ୍ ହାବିଟ୍ ହୁଏନି, ଆମେ ଠିକ୍ରେ ଷ୍ଟୁଲ୍ କରିପାରୁନଥାଉ, ୟୁରିନେସନ୍ ଠିକ୍ରେ କରି ହୁଏନି, ଆମ ଡାଇଜେସନ୍ ବି ବଡ଼ିରେ ଠିକ୍ ହୁଏନି କାରଣ ଗ୍ୟାସ୍ କ୍ରିଏଟ୍ ହେଇଯାଏ। ତ ଷ୍ଟ୍ରେସ୍ କଣ୍ଡିସନରେ ବ୍ୟକ୍ତି ବିଭିନ୍ନ ପ୍ରକାର ଫିଜିକାଲ ଡିଜିଜ୍ରେ ଆଟାକ୍ ହୋଇଯାଇଥାଏ। ଇମୋସନାଲ୍ ଚେଞ୍ଜେସ୍ କ'ଣ ହୁଏ, ବ୍ୟକ୍ତି ସଡନ୍ଲି when experience the when individual experience the positive experience as well as the negative experience, so lot of emotional disturbance occur in the mind। ତାର ଫିଜିକାଲ ଏକ୍ସପିରିଏନ୍ସରୁ ବା ନେଗେଟିଭ ଏକ୍ସପିରିଏନ୍ସରୁ ପଜିଟିଭ୍ ଏକ୍ସପିରିଏନ୍ସ ହେଉ କିମ୍ବା ନେଗେଟିଭ୍ ଯେତେବେଳେ ବ୍ୟକ୍ତି ଷ୍ଟ୍ରେସ୍ କଣ୍ଡିସନକୁ ଚାଲିଗଲା ତ ସେତେବେଳେ ତା'ର ଇମୋସନାଲ୍ ମଧ୍ୟ କିଛି ଚେଞ୍ଜ ଘଟିଥାଏ। ଆଣ୍ଡ person becomes suddenly anger, fear and also he will be cry and sometimes he becomes wariness। ଓକେ, ଏଇ ଟାଇପ୍ର ବ୍ୟକ୍ତିର ରହିଥାଏ। ଆଣ୍ଡ ଆଇ ୱିଲ୍ ଅବଜର୍ଭ ଇଟ୍ ଥ୍ରୁ ବାଇ ଦ ଫେସିଆଲ୍ ଏକ୍ସପ୍ରେସନ୍, ବ୍ୟକ୍ତିର ଫେସିଆଲ୍ ଏକ୍ସପ୍ରେସନ୍ରୁ ଆମେ ତା'ର ଷ୍ଟ୍ରେସ୍ କଣ୍ଡିସନ୍ ଜାଣିଥାଉ। ବ୍ୟକ୍ତି କେତେବେଳେ ରାଗିଯାଏ, ଭୟଭୀତ ହୋଇଯାଏ, ଜେଲସ୍ ଫିଲ୍ କରେ ଏବଂ ଶୋଜ୍ ଏକ୍ସେସ୍ ଷ୍ଟେଟ୍ ଅଫ୍ ଆଙ୍ଗଜାଇଟି, ୱାରିନେସ୍, ବ୍ୟକ୍ତି ଆଙ୍ଗଜାଇଟି ବା ବିରକ୍ତି ପ୍ରକାଶ କରେ ଏବଂ ଦେ କ୍ୟାନଟ୍ ସଲ୍ଭ ଦେୟାର ପ୍ରୋବ୍ଲେମ୍। ଓକେ, then the cognitive changes, person in the cognitive changes, person cannot focus particular an object। ଓକେ, ବ୍ୟକ୍ତି କେବେ ହେଲେ କୌଣସି ଅବଜେକ୍ଟ ପ୍ରତି ଠିକ୍ ଭାବରେ କନସେନ୍ଟ୍ରେସନ୍ ବା ଆଟେନସନ୍ ଦେଇପାରିନଥାଏ। ଓକେ, ବିକଜ ଦେୟାର ମାଇଣ୍ଡ ଅଲୱେଜ୍ ବି ଡିଷ୍ଟର୍ବାନ୍ସେସ୍ ଥ୍ରୁ ବାଇ ଦ stressor and their concentration power also decrease। ତ ବ୍ୟକ୍ତି କ'ଣ ବ୍ୟକ୍ତିର କଗ୍ନିଟିଭ୍ ଚେଞ୍ଜେସ୍ କ'ଣ ଆସେ ନା କଗ୍ନିଟିଭ୍ ଚେଞ୍ଜେସ୍ରେ ବ୍ୟକ୍ତିର ଇଏ ଗୋଟେ ଆନାଦର ଇଫେକ୍ଟ ଅଫ୍ ଷ୍ଟ୍ରେସ୍। ତ ଏମିତି କଗ୍ନିଟିଭ୍ ଚେଞ୍ଜେସ୍ ବ୍ୟକ୍ତିର କ'ଣ ହୁଏ
ନା ତାର କୌଣସି ବସ୍ତୁ ପ୍ରତି ଠିକ୍ ଭାବରେ କନସେଣ୍ଟ୍ରେସନ୍ ଦେଇପାରେ ନାହିଁ, ତାର ଆଟେନସନ୍ କମିଯାଏ, କନସେଣ୍ଟ୍ରେସନ୍ କମିଯାଏ। ଓକେ, ତେଣୁ ସବୁ କାମ ଭୁଲ ଭଟକା ହେଇଯାଇଥାଏ। ଦେନ୍ ଲଙ୍ଗ୍ ଟର୍ମ ଇଫେକ୍ଟ ଅଫ୍ ଷ୍ଟ୍ରେସ୍, ଯେତେବେଳେ ସେଇଟା ଉପରଟା ମୁଁ କହିଥିଲି କ'ଣ ନା, ଯେତେବେଳେ ବ୍ୟକ୍ତି କ୍ରୋନିକ୍ ଷ୍ଟେଜ୍ ଯିବା ପୂର୍ବରୁ ତ କ୍ରୋନିକ୍ ଷ୍ଟେଜ୍ ଥାଏ କିମ୍ବା ତା ଭିତରେ ମାଇଲ୍ଡ ଷ୍ଟେଜ୍ରୁ ଯାଏ, ବା ସେହି ସମୟରେ ଗୁଡ଼ାଏ ଚେଞ୍ଜେସ୍ ହେଉଥିଲା। ବର୍ତ୍ତମାନ ବ୍ୟକ୍ତି ଯେତେବେଳେ କ୍ରୋନିକ୍ ଷ୍ଟେଜ୍କୁ ପୁରା ପଳେଇଗଲା and stress will be persist in longer time, what are the changes? The first is the behavioral changes. In the behavioral changes, what happen? The persons go to the severe behavioral disorder like the autism. Okay, तो autism रे व्यक्ति कौन हुए? autism ना व्यक्ति कौन करे ऑटिज्म केस रे से सोशल इंटरेक्शन बा कम्युनिकेशन ठीक भाव में करि पारे नहीं। ओके, पर्सन फेसेस वेरी डिफिकल्टी टू द सोशल इंटरेक्शन एंड एज वेल एज द कम्युनिकेशंस। एंड इन द bipolar disorder it is also manic depression or mental illness. Okay, and here we see that severe high and low mood changes. तो बाइपोलर डिजर्डर व्यक्ति कौन हुए सिवियर मानिक डिप्रेशन कंडीशन को जाए, यहाँ सिवियर गोटे मेंटल इलनेस एवं एथरे हमर बाइपोलर डिजर्डर हमर मूड रो हाई किंबा लो, हाई रे चेंज होता है किंबा लो रे चेंज है। मूड आम सब बहुत एक्साइटमेंट होता है कि केते बेले बेले दुख प्रकाश करता। तो मूड विल गो टू द लो एंड हाई स्टेज। ओके, हमर स्लीप पैटर्न मध्य चेंज हुए एवं एनर्जी रे मध्य कि चेंजेबल देखा जाए बाइपोलर डिजॉर्डर रे। एंड पर्सनल ऑल्सो गोज टू द मानिया स्टेज। मानिया स्टेज मध्य गोटे हूँ गोटे साइकोलॉजिकल कंडीशन जो थे कि व्यक्ति कौन करे व्यक्तिर मूडटा भेरी इंटेंस मूड रे व्यक्ति सब रही है। ओके, एंड व्यक्ति सब कौन हुए अत्यधिक खुशी अनुभव करे। तो मानिया स्टेजटा गोटे भेरी सिवियर साइकोलॉजिकल डिजॉर्डर जो थे व्यक्ति कौन हुए एक्सेस एक्साइटमेंट हो जाए, एक्सेस हैप्पीनेस हो जाए, डिल्यूजन कंडीशन को मध्य आसी जाए। ओके, तो इट इज इन द मानिक स्टेज persons experience unreasonable causes and has the intense moods and persons has overwhelming feeling of happiness joy। तो मानिया स्टेज रे कौन व्यक्ति एक्सेस हैप्पीनेस हो जाए एवं एक्सेस एक्साइटमेंट हो जाए एवं एक्सेस एंजॉयमेंट पाए एवं डिल्यूजन कंडीशन को चली जाए। डिप्रेशन कंडीशन रे व्यक्ति सब डिप्रेस हो रहे जेहेतु स्ट्रेस रोचे तो सब डिप्रेस हो रही है। फिजियोलॉजिकल चेंजेस रे व्यक्ति कौन हुए सब जिन भूली जाए एवं अल्कोहलिज्म व्यक्ति सब ड्रिंक्स करने को पसंद करे, मेडिसिन खाइबा को पसंद करे, विभिन्न प्रकार ड्रग एडिक्ट मेडिसिन खाइबा को पसंद करे। इमोशनल चेंज रे व्यक्ति कौन हुए पर्सन्स गोज टू द सिवियर एंजाइटी एंड डिप्रेशन स्टेज। एंड इन द कॉग्निटिव स्टेज पर्सन्स हैज द स्लीप डिसऑर्डर एंड he cannot give concentration toward a particular object। ओके, तो व्यक्ति कौन से ऑब्जेक्ट प्रति पर्टिकुलर कन्सेंट्रेशन दे पारे नहीं एवं व्यक्तिर स्लीप डिसऑर्डर घटे से ठीक सोई पारे नहीं एवं व्यक्ति व्यक्तिर ऑब्सेसिव कंपल्सिव डिसऑर्डर आसे से व्यक्ति कौन हुए ना बारंबार गोटे काम को रिपीट करि थाए। ओके, एंड तार मेमोरी प्रॉब्लम है कौन से जिन को ठीक भाव में मन पकई पारे नहीं। तो नेक्स्ट इन द नेक्स्ट क्लास विल डिस्कस अबाउट द एडॉप्शन टू स्ट्रेस। दिस क्लास इज ओवर।